ରାଜ୍ୟରେ ଗରମ ଏତିକି ଗରମ ସଭିଙ୍କୁ କଲବଲ କରୁଛି। ତାପମାତ୍ରା ଏତିକି ରାଜ୍ୟରେ ଅଧିକାଂଶ ସ୍ଥାନରେ 40 ଛୁଇଁଛି। ଗତକାଲି 5ଟି ସହରର ତାପମାତ୍ରା ରେକର୍ଡ କରାଯାଇଛି, ଯାହାକି ଆଗାମୀ ଦିନେ 2 ଦିନ ଭିତରେ ତାପମାତ୍ରା ଆହୁରି ବଢ଼ିବାର ଆଶଙ୍କା ରହିଛି। ଯାହାଫଳରେ ବଲାଙ୍ଗୀର, ବୌଦ୍ଧ, ଟିଟିଲାଗଡ଼, ନୟାଗଡ଼ ସହରର ତାପମାତ୍ରା 40 ଛୁଇଁଛି, ଯାହାଫଳରେ ଜନଜୀବନକୁ ଅସ୍ତବ୍ୟସ୍ତ କରାଉଛି। କେବଳ ଓଡ଼ିଶାରେ ନୁହେଁ ବରଂ ସବୁ ସହରରେ ମଧ୍ୟ ଗରମର ପ୍ରକୋପ ଏତିକି କର୍ମଚାରୀମାନେ ଠିକ୍ ସମୟରେ କାମ କରିବାକୁ ଆସୁନାହାନ୍ତି। ତାତି ସାଙ୍ଗକୁ ଗୁଳିଗୁଳି ଜନଜୀବନକୁ ହଇରାଣ କରାଉଛି। କେବଳ ଦିନରେ ନୁହେଁ କି ବରଂ ରାତିରେ ମଧ୍ୟ ଗରମର ଗୁଳିଗୁଳି ଅନୁଭୂତି କରାଉଛି। ଆସନ୍ତା 5 ଦିନ ତାପମାତ୍ରା ବୃଦ୍ଧି ରହିବ ବୋଲି ଆକଳନ କରାଯାଇଛି। ବିଶେଷ କରି ପଶ୍ଚିମ ଓଡ଼ିଶାର ତାପମାତ୍ରା 42 ଡିଗ୍ରୀ ଛୁଇଁବ ବୋଲି ଆକଳନ କରାଯାଇଛି। କଟକ, ବାଲେଶ୍ୱର, ଭୁବନେଶ୍ୱରର ତାପମାତ୍ରା 37 ଡିଗ୍ରୀ ଥିଲାବେଳେ ସେପଟେ 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା 2ଟି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି।